ବ୍ୟାଙ୍କର ଅର୍ଥ ହେରଫେର କରି ବନ୍ଧା ହେଲେ ବ୍ୟାଙ୍କ ମ୍ୟାନେଜର। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଝାରମୁଣ୍ଡା ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଅମରେନ୍ଦ୍ର ନାୟକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଝାରମୁଣ୍ଡା ଶାଖାରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ନେଇ ଅଡିଟ୍ ରିପୋର୍ଟରେ ଧରାପଡ଼ିଥିଲା। ସୁନା ବନ୍ଧକ ରଖି ବିନା ଟେଷ୍ଟିଂରେ ଲୋକଙ୍କୁ ଋଣ ଯୋଗାଇ ଦେବା ନାଁରେ 21 ଲକ୍ଷ ଟଙ୍କା ଆତ୍ମସାତ କରାଯିବା ସହିତ 19 ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଯୋଗାଇ ଦେବା ନାଁରେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରାଯାଇଛି। ତତ୍କାଳୀନ ବ୍ୟାଙ୍କ ଶାଖା ପରିଚାଳକ ଅମରେନ୍ଦ୍ର ନାୟକ ବିଭିନ୍ନ ଲୋକଙ୍କୁ ଋଣ ଯୋଗାଇ ଦେବା ପରେ ସେମାନଙ୍କ ନିକଟରୁ ଅନଲାଇନ ଜରିଆରେ ଟଙ୍କା ସଂଗ୍ରହ କରୁଥିଲେ। ଉତ୍କଳ ଗ୍ରାମୀଣ ବ୍ୟାଙ୍କ ବଲାଙ୍ଗୀରର ଆଞ୍ଚଳିକ ପ୍ରବନ୍ଧକ ଦେବେଶ ରଞ୍ଜନ ଧର ଏନେଇ ଲୋଇସିଂହା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଝାରମୁଣ୍ଡା ଶାଖାର ପୂର୍ବତନ ପରିଚାଳକ ନୟାଗଡ଼ ବାସିନ୍ଦା ଅମରେନ୍ଦ୍ର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଝାରମୁଣ୍ଡାର ୟୁଜିବି ବ୍ୟାଙ୍କର ମ୍ୟାନେଜର ଦେବେଶ ରଞ୍ଜନ ଧର ତାଙ୍କର ଅଭିଯୋଗ କ୍ରମରେ ଆମର ଲୁଇସିଂହା ଥାନାରେ 293/24 ଅଣ୍ଡର ସେକ୍ସନ 316+5 320 318+3 35 BNSରେ ଗୋଟେ କେସ୍ ହେଇଛି। ତାଙ୍କର ସେଥିରେ ମୁଖ୍ୟ ଅଭିଯୋଗ ଥିଲା ତାଙ୍କର ପୂର୍ବତନ ଶାଖା ପରିଚାଳକ ସେ ହେଉଛନ୍ତି ଅମରେନ୍ଦ୍ର ନାୟକ। ସେ ଯେତେବେଳେ ସେଠି ବ୍ୟାଙ୍କ ମ୍ୟାନେଜର ଥିଲେ 9 ଗୋଟି ଫେକ୍ ଲୋନ୍ ଗୋଲ୍ଡ ଲୋନ୍ କରିକିରି ନାଁରେ ଅନ୍ୟମାନଙ୍କ ନାଁରେ ଫେକ୍ ଟାଇପ୍ର ଲୋନ୍ କରିକି ସେଥିରୁ ସେ ପ୍ରାୟ 19,18,000 ଟଙ୍କା ମିସ୍ଆପ୍ରୋପ୍ରିଏଟ୍ କରିଥିଲେ। ତ ସେଇ ଆଧାରରେ ବର୍ତ୍ତମାନ ଆମେ ଅମରେନ୍ଦ୍ର ନାୟକଙ୍କୁ ଗିରଫ କରିଛୁ। ତାଙ୍କୁ ଯାଇକରି ସେ ବର୍ତ୍ତମାନ ବ୍ରହ୍ମପୁରରେ ଥିଲେ, ତାଙ୍କୁ ସେଠୁ ଧରିକି ଆସିଛୁ। ଆସିଲା ପରେ ସେ ତାଙ୍କର କନଫେସ୍ କରିଛନ୍ତି, ତାଙ୍କର ଗିଲ୍ଟି ଆଡ଼ମିଟ୍ କରିଛନ୍ତି, ଭୁଲ କରିଛନ୍ତି ବୋଲି, ଏବଂ ତାଙ୍କୁ ଆରେଷ୍ଟ କରିକିରି ଫରୱାର୍ଡ଼ ବି କରାଯାଇଛି। ତାଙ୍କର ଯେଉଁ ଆକାଉଣ୍ଟରେ ସେ ପଇସା ନେଇଥିଲେ ସେଗୁଡ଼ାକ ମଧ୍ୟ ଫ୍ରିଜ୍ କରାଯାଉଛି। ତାଙ୍କ ସହିତ ସିଏ ବର୍ତ୍ତମାନ ସୁଦ୍ଧା ଯାହା ପ୍ରାଇମା ଫେସି ଅଛି ସେ ହିଁ ନିଜେ ସିଙ୍ଗଲ ହ୍ୟାଣ୍ଡେଡ୍ ଏଇଟାକୁ ମିସ୍ଆପ୍ରୋପ୍ରିଏଟ୍ କରିଛନ୍ତି କ୍ୟାସ୍ଟା। ବଲାଙ୍ଗୀରରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ୍ ଓଡ଼ିଶା।